କ୍ରିକେଟ ଦୁନିଆ ଆସିଲା ଏକ ବଡ ଖବର। ବର୍ତ୍ତମାନ ଭାରତ ଦଳ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ୍ ନ ଖେଳୁଥିବା ବେଳେ ଅନ୍ୟପଟରେ ଭାରତ ଦଳର ସମସ୍ତ ଖେଳାଳି ଭାରତ ଦଳରେ ଅନୁଷ୍ଠିତ ହେଉଥିବା ଦୁଲୀପ ଟ୍ରଫି ଖେଳୁଛନ୍ତି। କ୍ରିକେଟ ଇତିହାସରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବାବେଳେ ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗି ଯାଉଛି। ଏମିତି ଏକ ଆଶ୍ଚର୍ଯ୍ୟ ମ୍ୟାଚ୍ ଗତକାଲି ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଗୋଟିଏ ଓଭରରେ 7ଟି ଛକା ମାରି କ୍ରିକେଟ ଇତିହାସରେ ନୂତନ ରେକର୍ଡ ସ୍ଥାପନ କରିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ସମ୍ପୂର୍ଣ୍ଣ ଭିଡିଓ ଆରମ୍ଭ କରିବା ପୂର୍ବରୁ ଯଦି ମୋ ଚ୍ୟାନେଲ ନୂଆ ଆସିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରି ସେୟାର କରନ୍ତୁ ଭାଇମାନେ। ଚାଲନ୍ତୁ ଭିଡିଓଟିକୁ ଆରମ୍ଭ କରିବା। ଯେ ମୁମ୍ବାଇ କିଙ୍ଗ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ମଇଦାନକୁ ଥିବା ବେଳେ ଇନିଂସର ସପ୍ତମ ଓଭରରେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଅଗ୍ରୱାଲ ଲାଲଚାହରାଙ୍କ ଗୋଟିଏ ଓଭର ଆଶ୍ଚର୍ଯ୍ୟଚକିତ କରିଛନ୍ତି। ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ମାତ୍ର 35ଟା ବଲରେ 77 ରନ୍ କରି ଏକ ବିସ୍ଫୋରକ ଶତକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ପରେ ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 227 ରନ୍ ମାରି ଇନିଂସ ସମାପ୍ତ କରିଛନ୍ତି। ଏହାପରେ ମୋର ଭିଡିଓ ପସନ୍ଦ ହେଲେ ଲାଇକ୍ କରନ୍ତୁ।